जे च कृष्णं प्रपद्यन्ते ओं नमो भगवते वासुदेवाय ओं परमात्मने नमः ओं श्री परमात्मने नमः ओं श्री हरि ओं श्री हरि ओं श्री हरि जे च कृष्णं प्रपद्यन्ते तेन मुह्यन्ति मानवा भये महते मग्नां च पाति नित्यं जनार्दन। यही नारद पूर्व जन्मरे दासी पुत्र थिले। एहांको माता महर्षि मानकर बासन माजुथुले। नारदंको 5 वर्ष होइथिबा बेले मातांकर अकस्मात मृत्यु होइगला। तापरे ये सबु प्रकार सांसारिक बंधनरु मुक्त होई वन को चली गले ओ सेठारे गोटिए गछ तले बसी भगवानंकर स्वरूप को ध्यान करने को लगिले। ध्यान करू करू एमानंक मन एकाग्र होइगला एवं एहांक हृदय रे भगवान प्रकट होइगले। किंतु अल्प समय पाई एहांकु निज मन मोहन रूपर झलक देखाई भगवान तुरंत अंतर्ध्यान होइगले। फलरे ये अत्यंत व्याकुल हेले एवं मन को पुणी स्थिर करी भगवानंक ध्यान करने को लागिले। किंतु भगवानंकर सेई रूप तांको पुणी देखिबा को मिलिला नाही। एतिकी बेले आकाशवाणी हेला, हे दासी पुत्र, एही जन्मरे पुणी तुमको मोर दर्शन हेबो नाही। एही शरीर त्याग करिबा परे मोर पार्षद रूपरे जात होई तुमे मते पुणी थरे पाइबो। भगवानंकर एही कथा सुनी तांको बड़ सांत्वना मिलिला एवं से मृत्यु पर्यंत पृथ्वी रे एकाकी बुलिबा को लागिले। समय आसीबा क्षणी से निजर 5 भौतिक शरीर त्याग करिदेले। कल्प शेष रे से भगवानंक प्राण रे प्रविष्ट होइगले एवं पुणी अन्य कल्परे दिव्य विग्रह धारण करी ब्रह्मांक मानस पुत्र रूपे अवतीर्ण हेले एवं सेई दिन ठारू अखंड ब्रह्मचर्य व्रत पालन करी वीणा बजाई बजाई भगवानंकर गुण कीर्तन करी आसुछंती। महाभारत रे सभा पर्व 5म अध्याय रे कहा जाइछि। देवर्षि नारद हेउचंती वेद ओ उपनिषद रे मर्मज्ञ देवगणक द्वारा पूजित। इतिहास पुराण र विशेषज्ञ अतीत कल्प मानंकर कथा जानिथिबा व्यक्ति न्याय और धर्मर तत्वज्ञ शिक्षा कल्प व्याकरण आयुर्वेद आदि रे श्रेष्ठज्ञ परस्पर विरुद्ध विभिन्न विधिवाक्य मध्य समन्वय स्थापन करिवारे प्रवीण प्रभावशाली वक्ता नीतिज्ञ मेधावी स्मरणशील ज्ञानी कवि भलमंद कहिबारे दक्ष समस्त प्रमाण द्वारा वास्तविक तत्व निर्णय करिबारे समर्थ न्याय वाक्यर गुण दोष निर्णय रे विज्ञ बृहस्पति परी विद्वान मानकर शंका समाधान रे समर्थ धर्म अर्थ काम मोक्षर यथार्थ तत्वज्ञ
ଯୋଗ ବଳରେ ସମସ୍ତ ବ୍ରହ୍ମାଣ୍ଡର ତଥା ତ୍ରିଲୋକର ସମସ୍ତ ଘଟଣାବଳୀର ପ୍ରତ୍ୟକ୍ଷ ଦ୍ରଷ୍ଟା। ସାଂଖ୍ୟ ଦର୍ଶନ ଓ ଯୋଗ ଦର୍ଶନ ଉଭୟରେ ବିଜ୍ଞ, ବେଦ ଓ ଦୈତ୍ୟମାନଙ୍କୁ ବୈରାଗ୍ୟ ଉପଦେଶ ଦେବାରେ ଚତୁର। ସନ୍ଧି ବିଗ୍ରହର ତତ୍ତ୍ୱଜ୍ଞ, କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଭାଗ କରିବାରେ ଦକ୍ଷ, ଷାଡ୍ଗୁଣ୍ୟ ପ୍ରୟୋଗ ବିଷୟରେ ଅନୁପମ, ସକଳ ଶାସ୍ତ୍ରରେ ପ୍ରବୀଣ, ଯୁଦ୍ଧ ବିଦ୍ୟାରେ ନିପୁଣ, ସଙ୍ଗୀତ ବିଶାରଦ ଓ ଭଗବାନଙ୍କର ଭକ୍ତ, ବିଦ୍ୟା ଓ ଗୁଣର ଭଣ୍ଡାର, ସଦାଚାରର ଆଧାର, ସମସ୍ତଙ୍କର ହିତକାରୀ ଏବଂ ସର୍ବତ୍ର ଗତି କରିପାରୁଥିବା ବ୍ୟକ୍ତି। ଉପନିଷଦ, ପୁରାଣ ଓ ଇତିହାସରେ ଏମାନଙ୍କର ପବିତ୍ର ଚରିତାବଳୀ ପୂର୍ଣ୍ଣ ହୋଇ ରହିଛି। ମହର୍ଷି ଅସିତ ଓ ଦେବଳ ପିତା ପୁତ୍ର ଅଟନ୍ତି। ଏ ଦୁହିଁଙ୍କ ବିଷୟରେ କୁର୍ମ ପୁରାଣରେ ବର୍ଣ୍ଣନା ଦେଖିବାକୁ ମିଳେ। ଏତାନୁତ୍ପାଦ୍ୟ ପୁତ୍ରାଂଶୁ ପ୍ରଜା ସନ୍ତାନ କାରଣାତ୍ କଶ୍ୟପ ପୁତ୍ର କାମାସ୍ତୁ ଚରାରୋ ସୁମହତପଃ ତସ୍ୟୈବଂ ତପତୋତ୍ୟರ್ಥଂ ପ୍ରାଦୁର୍ତୋ ସୁତାବିମౌ ବତ୍ସରশ্চাশিতশ্চৈব তাবুভো ব্রহ্মবাদিনং অসিতস্যৈকপূর্ণায়াং ব্রহ্মেশঃ সমপদ্যত নাম্না দেবকপুত্রো যোগাচার্যো মহাতপাম। କଶ୍ୟପ ମୁନି ପ୍ରଜାବୃଦ୍ଧି ଉଦ୍ଦେଶ୍ୟରେ ପୁତ୍ରମାନଙ୍କୁ ଉତ୍ପନ୍ନ କରି ପୁଣି ପୁତ୍ର ପ୍ରାପ୍ତି କାମନାରେ ମହାନ ତପ କରିବାକୁ ଲାଗିଲେ। ତାଙ୍କର ଏପରି ଉଗ୍ର ତପସ୍ୟା ଫଳରେ ବତ୍ସର ଓ ଅସିତ ନାମରେ ଦୁଇ ପୁତ୍ର ଜନ୍ମ ହେଲେ। ସେ ଦୁହେଁ ବ୍ରହ୍ମବାଦୀ ଥିଲେ। ଅସିତ ଔରସରୁ ତାଙ୍କ ପତ୍ନୀ ଏକ ପୂର୍ଣ୍ଣାଙ୍କ ଗର୍ଭରେ ମହାତପସ୍ୱୀ ଯୋଗାଚାର୍ଯ୍ୟ ଦେବଳ ନାମକ ବେଦବିତ୍ ପୁତ୍ର ଜନ୍ମ ହୋଇଥିଲେ। ଏ ଦୁହେଁ ଋଗ୍ବେଦର ଅନ୍ତଦ୍ରଷ୍ଟା ଋଷି। ଦେବଳରାୟ ଋଷି ଶିବଙ୍କ ଆରାଧନା କରି ସିଦ୍ଧି ପାଇଥିଲେ। ଏ ଦୁହେଁ ବଡ଼ ପ୍ରବୀଣ ଓ ପ୍ରାଚୀନ ମହର୍ଷି। ପ୍ରତ୍ୟୁଷ ନାମକ ବସୁଙ୍କର ମଧ୍ୟ ଦେବଳ ଋଷି ନାମକ ପୁତ୍ର ଥିଲେ। ଶ୍ରୀ ବେଦବ୍ୟାସଙ୍କୁ ଭଗବାନଙ୍କର ଅଂଶାବତାର ବୋଲି ଧରାଯାଏ। ଏହାଙ୍କର ଜନ୍ମ ଦ୍ୱୀପରେ ହୋଇଥିଲା, ଏଣୁ ଏହାଙ୍କର ନାମ ଦ୍ୱୈପାୟନ ହେଲା। ଏହାଙ୍କର ଶରୀର ଶ୍ୟାମ ବର୍ଣ୍ଣ ହୋଇଥିବାରୁ ଇଏ କୃଷ୍ଣ ଦ୍ୱୈପାୟନ ବୋଲି କୁହାଗଲେ ଓ ଇଏ ବେଦର ବିଭାଗ କରିଥିବାରୁ ଲୋକମାନେ ଏହାଙ୍କୁ ବେଦବ୍ୟାସ ବୋଲି କହନ୍ତି। ଇଏ ଥିଲେ ମହାମୁନି ପରାଶରଙ୍କ ପୁତ୍ର। ଏହାଙ୍କର ମାତାଙ୍କ ନାମ ଥିଲା ସତ୍ୟବତୀ। ଇଏ ଜନ୍ମ ହେବା ପରେ ପରେ ତପସ୍ୟା କରିବାକୁ ଅରଣ୍ୟକୁ ଚାଲି ଯାଇଥିଲେ। ବ୍ୟାସଦେବ ଥିଲେ ଭଗବତ୍ ତତ୍ତ୍ୱର ପୂର୍ଣ୍ଣଦାତା ଓ ଅଦ୍ୱିତୀୟ ମହାକବି। ଏ ଜ୍ଞାନର ଅସୀମ ଓ ଅଗାଧ ସମୁଦ୍ର। ଏହାଙ୍କ
ବିଧିବତାର ପର ଆକାଶଟା ଓ କବିତ୍ୱର ସୀମା ନାହିଁ। ବ୍ୟାସଦେବଙ୍କ ହୃଦୟ ଓ ବାଣୀର ବିକାଶ ହିଁ ସମସ୍ତ ଜଗତକୁ ଜ୍ଞାନର ଆଲୋକ ପ୍ରଦାନ କଲା ଏବଂ ତାହା ହିଁ ଜଗତର ଅବଲମ୍ବନ। ଭଗବାନ ବ୍ୟାସ ହିଁ ବ୍ରହ୍ମପୁତ୍ର ରଚନା କରିଛନ୍ତି। ମହାଭାରତ ପରି ଅଲୌକିକ ଗ୍ରନ୍ଥର ପ୍ରଣୟନ ମଧ୍ୟ ସେଇ ବ୍ୟାସ କରିଛନ୍ତି। ଅଷ୍ଟାଦଶ ପୁରାଣ ଓ ଅନେକ ଉପପୁରାଣ ମଧ୍ୟ ତାଙ୍କରି ରଚନା। ଭାରତର ଇତିହାସ ଏ କଥାର ସାକ୍ଷୀ। ଆଜି ସମଗ୍ର ସଂସାରର ଲୋକେ ବ୍ୟାସଦେବଙ୍କ ଜ୍ଞାନ ପ୍ରସାଦରୁ ନିଜ ନିଜ କର୍ତ୍ତବ୍ୟର ମାର୍ଗ ଅନ୍ୱେଷଣ କରୁଛନ୍ତି। ପ୍ରତ୍ୟେକ ଦ୍ୱାପର ଯୁଗରେ ବେଦର ବିଭାଗ କରୁଥିବା ଭିନ୍ନ ଭିନ୍ନ ବ୍ୟାସ ହୁଅନ୍ତି। ଏହି ବୈବସ୍ୱତ ମନ୍ୱନ୍ତରର ବ୍ୟାସ ପରାଶର ପୁତ୍ର ଶ୍ରୀକୃଷ୍ଣ ଦ୍ୱୈପାୟନ ହେଉଛନ୍ତି ଅଷ୍ଟାବିଂଶ ବେଦବ୍ୟାସ। ଇଏ ନିଜର ପ୍ରଧାନ ଶିଷ୍ୟ ପୈଳଙ୍କୁ ଋଗ୍ବେଦ, ବୈଶମ୍ପାୟନଙ୍କୁ ଯଜୁର୍ବେଦ, ଜୈମିନୀଙ୍କୁ ସାମବେଦ ଓ ସୁମନ୍ତଙ୍କୁ ଅଥର୍ବବେଦ ପଢ଼ାଉଥିଲେ ଏବଂ ସୂତ ଜାତୀୟ ମହାନ ବୁଦ୍ଧିମାନ ରୋମହର୍ଷକ ମହାମୁନିଙ୍କୁ ଇତିହାସ ଓ ପୁରାଣ ପଢ଼ାଉଥିଲେ। ଦେବର୍ଷି ନାରଦ କହିଲେ, ଭଗବାନ ଶ୍ରୀକୃଷ୍ଣ ସମସ୍ତ ଲୋକର ସୃଷ୍ଟିକର୍ତ୍ତା। ସେ ସମସ୍ତଙ୍କର ଭାବ ଜାଣନ୍ତି। ସେ ସାଧ୍ୟମାନଙ୍କର ତଥା ଦେବତାମାନଙ୍କର ମହେଶ୍ୱର। ମାର୍କଣ୍ଡେୟ ମୁନି କହୁଛନ୍ତି, ଶ୍ରୀକୃଷ୍ଣ ହେଉଛନ୍ତି ଯଜ୍ଞର ଯଜ୍ଞ, ତପର ତପ ଓ ଭୂତ ଭବିଷ୍ୟତ ବର୍ତ୍ତମାନ ରୂପୀ। ଭୃଗୁ କହୁଛନ୍ତି, ଇଏ ହେଉଛନ୍ତି ଦେବତାମାନଙ୍କର ଦେବତା ଓ ପରମ ପୁରାତନ ବିଷ୍ଣୁ। ବ୍ୟାସ କହୁଛନ୍ତି, ଇଏ ହେଉଛନ୍ତି ଇନ୍ଦ୍ରଙ୍କୁ ଇନ୍ଦ୍ରତ୍ୱ ପ୍ରଦାନ କରିଥିବା ଦେବତାମାନଙ୍କର ପରମ ଦେବତା। ଅଙ୍ଗିରା କହୁଛନ୍ତି, ଇଏ ହେଉଛନ୍ତି ସବୁ ପ୍ରାଣୀଙ୍କୁ ରଚନା କରିଥିବା ସୃଷ୍ଟିକର୍ତ୍ତା। ସନତ କୁମାର ଆଦି କହୁଛନ୍ତି, ଏହାଙ୍କ ମସ୍ତକରେ ଆକାଶ ଓ ବାହୁରେ ପୃଥିବୀ ବ୍ୟାପ୍ତ ହୋଇଛି। ତ୍ରିଲୋକ ଏହାଙ୍କ ଉଦରରେ ରହିଛି। ଇଏ ସନାତନ ପୁରୁଷ। ତପ ଦ୍ୱାରା ଅନ୍ତଃକରଣ ଶୁଦ୍ଧ ହେଲେ ହିଁ ସାଧକ ଏହାଙ୍କୁ ଜାଣିପାରିବେ। ଆତ୍ମଦର୍ଶନରେ ତୃପ୍ତ ଋଷିମାନଙ୍କ ମଧ୍ୟରେ ବି ଏ ପରମୋତ୍ତମ ବୋଲି ଗଣ୍ୟ ହୁଅନ୍ତି ଓ ଯୁଦ୍ଧରେ ପଶ୍ଚାତପଦ ହେଉନଥିବା ଉଦାର ରାଜର୍ଷିମାନଙ୍କର ମଧ୍ୟ ଇଏ ପରମ ଗତି। ମହାଭାରତ ବନ ପର୍ବର ଦ୍ୱାଦଶ ଅଧ୍ୟାୟରେ ଭକ୍ତିମତୀ ଦ୍ରୌପଦୀଙ୍କର ବଚନ ଉଦ୍ଧାର କରି ଅସିତ ଓ ଦେବଳ ଋଷି କହିଛନ୍ତି, ଶ୍ରୀକୃଷ୍ଣ ହିଁ ପ୍ରଜାମାନଙ୍କର ପୂର୍ବ ସୃଷ୍ଟିର ପ୍ରଜାପତି ଓ ସମସ୍ତ ଲୋକର ଏକମାତ୍ର ରଚୟିତା ଓ ସୃଷ୍ଟିକର୍ତ୍ତା। ପରଶୁରାମ କହୁଛନ୍ତି, ଇଏ ହିଁ ବିଷ୍ଣୁ, ଏହାଙ୍କୁ କେହି ଜୟ କରିପାରିବେ ନାହିଁ। ଇଏ ହିଁ ଯଜ୍ଞକର୍ତ୍ତା ଓ ଯଜ୍ଞ ଦ୍ୱାରା ଯଜନୀୟ। ନାରଦ କହିଛନ୍ତି, ଇଏ ସାଧ୍ୟ ଦେବମାନଙ୍କର ଓ ସମସ୍ତ କଲ୍ୟାଣର ଈଶ୍ୱରଙ୍କର ମଧ୍ୟ ଈଶ୍ୱର। ବାଳକ ଯେପରି ନିଜ ଇଚ୍ଛା ଅନୁସାରେ ବିଭିନ୍ନ ଖେଳନା ନେଇ ଖେଳେ, ଶ୍ରୀକୃଷ୍ଣ ମଧ୍ୟ ସେହିପରି ବ୍ରହ୍ମା, ବିଷ୍ଣୁ ଓ ଇନ୍ଦ୍ରାଦି ଦେବତାଙ୍କୁ ନେଇ କ୍ରୀଡ଼ା କରନ୍ତି। ଏସବୁ ଛଡ଼ା ମହାଭାରତରେ ଭଗବାନ ବ୍ୟାସ କହିଛନ୍ତି, ସୌରାଷ୍ଟ୍ର ଦେଶର ଦ୍ୱାରିକା ନାମକ ଏକ ପବିତ୍ର ନଗର ଅଛି। ସେଠାରେ ସାକ୍ଷାତ ପୁରାଣ ପୁରୁଷୋତ୍ତମ ମଧୁସୂଦନ ଭଗବାନ ବିରାଜମାନ ଅଛନ୍ତି। ସେ ସ୍ୱୟଂ ସନାତନ ଧର୍ମର ମୂର୍ତ୍ତି, ବେଦଜ୍ଞ, ବ୍ରାହ୍ମଣ
ଓ ଆତ୍ମଜ୍ଞାନୀ ପୁରୁଷ ମାନେ ମହାତ୍ମା ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ସନାତନ ଧର୍ମ ବୋଲି କହିଛନ୍ତି। ଭଗବାନ ଗୋବିନ୍ଦ ପବିତ୍ର ମାନଙ୍କ ମଧ୍ୟରେ ପରମ ପବିତ୍ର, ପୁଣ୍ୟ ମାନଙ୍କ ମଧ୍ୟରେ ପରମ ପୁଣ୍ୟ ଓ ମଙ୍ଗଳ ମାନଙ୍କର ପରମ ମଙ୍ଗଳ। ସେଇ କମଳ ନୟନ ଭଗବାନ ଶ୍ରୀକୃଷ୍ଣ ତିନି ଲୋକରେ ସନାତନ ଦେବ ମାନଙ୍କର ଦେବ। ସେଇ ମଧୁସୂଦନ, ଅକ୍ଷର, କ୍ଷର, କ୍ଷେତ୍ରଜ୍ଞ, ପରମେଶ୍ୱର ଓ ଅଚିନ୍ତ୍ୟ ମୂର୍ତ୍ତି। ଶ୍ରୀମଦ୍ ଭାଗବତରେ ଦେବର୍ଷି ନାରଦ ଧର୍ମରାଜ ଯୁଧିଷ୍ଠିରକୁ କହୁଛନ୍ତି, ଜୟଂ ନୃଲୋକେ ବତ ଭୂରି ଭାଗା ଲୋକଂ ପୁନାନା ମୁନୟୋ ବିଜନ୍ତି ଯେସାଂ ଗୃହାଣା ବସତିତି ସାକ୍ଷାତ୍ ଗୁଡ଼ଂ ପରଂ ବ୍ରହ୍ମ ମନୁଷ୍ୟଲିଙ୍ଗମ୍ ସବା ଅୟଂ ବ୍ରହ୍ମ ମହତଦି ମୃଗ୍ୟଂ ଜୟ କୈବଲ୍ୟ ନିର୍ବାଣ ସୁଖାनुभୂତି ପ୍ରିୟଂ ଶ୍ରୁଦ୍ବଖଳୁ ମାତୁଳେୟ ଆତ୍ମା ହରଣୟୋ ବିଧି କ୍ରୋଧ ଗୁରୁଶ୍ଚ। ହେ ଭଗବାନ, ମନୁଷ୍ୟ ମାନଙ୍କ ମଧ୍ୟରେ ଆପଣ ଅତ୍ୟନ୍ତ ଭାଗ୍ୟବାନ, କାରଣ ଲୋକଙ୍କୁ ପବିତ୍ର କରୁଥିବା ମୁନିମାନେ ଆପଣଙ୍କ ରାଜଭବନକୁ ଆସୁଛନ୍ତି ଏବଂ ମାନବ ରୂପଧାରୀ ସାକ୍ଷାତ ପରଂ ବ୍ରହ୍ମ ଗୁଢ଼ ରୂପରେ ବିରାଜମାନ। ଆହା, ମହାତ୍ମା ପୁରୁଷ ମାନେ ଯେଉଁ କୈବଲ୍ୟ ନିର୍ବାଣ ସୁଖାନୁଭୂତି ଖୋଜନ୍ତି, ଏହି ଶ୍ରୀକୃଷ୍ଣ ସେଇ ପରମ ବ୍ରହ୍ମ। ଇଏ ଆପଣଙ୍କର ପ୍ରିୟ ବନ୍ଧୁ, ଶ୍ରହୁତ, ମାତୁଳ ପୁତ୍ର, ପୂଜ୍ୟ, ପଥ ପ୍ରଦର୍ଶକ ଏବଂ ଗୁରୁ। ତେଣୁ କହନ୍ତୁ, ଆପଣଙ୍କ ପରି ଭଗବାନ ଆଉ କିଏ ବା ଅଛି? ଓଁ